ନବମ ସ୍କନ୍ଦ ସପ୍ତମ ଅଧ୍ୟାୟ ଶ୍ରୀ ଶୁକବାଚ। ଏବେ ପରିଚିତ ଶୁଣ କହିବା ଅମ୍ବରୀଶ ଗୁଣ। ପିତା ମାତାଙ୍କୁ ସେବା କଲା ସେ ଫଳେ ସୁପୁତ୍ର ଲଭିଲା। ନାମ ତା ଯୁବନାଶ ଦେଇ ପାଳଇ ସପ୍ତ ଦୀପାମୟୀ। ଏ ହାରିତ ତାହାର କୁମର ଏ ମାନଦାତାଙ୍କ ବଂଶର। ନଗେନ୍ଦ୍ର ବାକ୍ୟେ ନାଗ ବଳେ ଗନ୍ଧର୍ବେ ତାହାକୁ ମାଇଲେ। ସେ ନାଗେ ଆସି ରାତ୍ର କାଳେ ପୁରୁ ପୁଷ୍ପକୁ ଘେନିଗଲେ। ସକଳ ଭାତୃଗଣ ଥାଇ ନର୍ମଦା କନ୍ୟା ତାକୁ ଦେଇ ପାତାଳପୁରେ ଘେନି ଗଲେ ଗନ୍ଧର୍ବ ବଳ ଯୁଜାଇଲେ। ସେ ପୁଣି ବିଷ୍ଣୁ ତେଜ କଳା ଗନ୍ଧର୍ବ ବଳ ବିନାଶିଲା। ମିଳି ସକଳ ନାଗ ବଳେ ସନ୍ତୋଷେ ବର ତାକୁ ଦେଲେ। ଯେ ପ୍ରାଣୀ ଶୟନର କାଳେ ନର୍ମଦା ନାମ ତିନି ବେଳେ। ରାତ୍ର ଦିବସ ସନ୍ଧ୍ୟା ସ୍ମରେ ସର୍ପ ବିଘାତୁ ସେ ନିସ୍ତରେ। ଏବେ ହୋ ପୁରୁ କୁମ୍ଭ ବଂଶେ କହିବା ଶୁଣ ତୁଅର ସେ। ସର୍ବ ସମ୍ପଦ ଗୁଣ ଗ୍ରାମେ ହୋଇଲା ତ୍ରିଶଦସ୍ୟୁ ନାମ। ଏ ତ୍ରିଦସ୍ୟୁଷ ପୁତ୍ର ଅରଣ୍ୟ ହର୍ଯସ ତାହାର ନନ୍ଦନ। ତା ସୁତ ଅଟଇ ପ୍ରାରୁଣ ପୁତ୍ର ତ୍ରିବନ୍ଧନ। ତାର ତନୟ ସତ୍ୟବ୍ରତ ତ୍ରିଶଙ୍କୁ ନାମେ ସେ ବିଦିତ। ତ୍ରିଶଙ୍କୁ ଗୁରୁ ଆଜ୍ଞା ଘିନି ଲଭିଲେ ସେ ଚାଣ୍ଡାଳ ଯୋନି। ବଶିଷ୍ଠ ସାପ ମହାଘର କୌଶିକ ତେଜେ ହେଲା ପାରମ୍। ଶରୀର ଘେନି ସ୍ୱର୍ଗେ ଗଲା ଉଭୟେ ଆକାଶେ ବସିଲା। ଜଗତେ ରହିଲା ତା ଯଶ ଅଦ୍ୟପି ରାତ୍ରେ ହୁଏ ଦୃଶ୍ୟମ୍। ଦେବେ ତାହାକୁ କୋପ କଲେ ଭୂମିରେ ପଡ଼ତୁ ବୋଇଲେ। ତକ୍ଷଣେ ଅଧମୁଖ ହୋଇ ପଡ଼ନ୍ତେ କୌଶିକ ଅନାଇ। ସ୍ତମ୍ଭନ କଲେ ବେଦ ମନ୍ତ୍ରେ ପୁଣି ବସିଲା ନିଜ ଯନ୍ତ୍ରେ। ତାହାର ସୁତ ହରିଶ୍ଚନ୍ଦ୍ର ଶପଥ ଦୀପେ ସେ ନରେନ୍ଦ୍ର। ତାର ନିମନ୍ତେ ଯୁଦ୍ଧ କଲେ ପକ୍ଷୀଙ୍କ ପ୍ରାୟ ବାକ୍ୟ ଦେଲେ। ସେ ପୁତ୍ର ଅପୁତ୍ରକ ହୋଇ ନାରଦ ମୁନିକୁ ଅଣାଇ। ସନ୍ତତି ଅର୍ଥେ ପ୍ରଶ୍ନ କଲା ବିକଳେ ତ୍ରିଶଙ୍କୁର ବଳା। ଏ ନାରଦ ତାର ପ୍ରିୟ ଭାବେ କହିଲେ ପ୍ରିୟ ଆତ୍ମଲାଭେ। ତୁ ଯାଇ ବରୁଣ ଚରଣ ବିଶ୍ୱାସେ ପଶ ଯା ଶରଣ। ସେ ତୋତେ ପ୍ରସନ୍ନ ହୋଇଲେ ସନ୍ତତି ଲଭିବୁ ତୁ ଭଲେ। ମତେ ନାରଦ ବଚନେ ମିଳିଲେ ବରୁଣ ଭୁବନେ। ବରୁଣ ଚରଣରେ ପଡ଼ି ରାଜନେ କଏ କର ଯୋଡ଼ି। ହେ ପ୍ରଭୁ କର ଅନୁଗ୍ରହ ମୋହର ହେଉ ଯେ ତନୟ। ପୁତ୍ର ଉତ୍ପନ୍ନ ହେଲେ ମୋର ଯଜ୍ଞ ମୁଁ ତାର ଦେବି ଶିରମ୍। ଏ ତାର ବଚନେ ତୁଷ୍ଟ ହେଲେ ବରୁଣ ପୁତ୍ର ବର ଦେଲେ। ବରୁଣ ବରେ ପୁତ୍ର ଜାତ ତା ନାମ ହୋଇଲା ରୋହିତ। ଦେଖିଣ ପୁତ୍ରର ଜନ୍ମ ରାଜାଙ୍କୁ କହନ୍ତି ବରୁଣ। ଅନୁପମର ଯଜ୍ଞ କର ଏବେ ତ ହୋଇଲା କୁମର। ବରୁଣ ବାକ୍ୟ ଶୁଣି କର୍ଣ୍ଣେ ବିଚାରେ ହରିଶ୍ଚନ୍ଦ୍ର ମନେ। ପୁତ୍ର ପବିତ୍ର ଶିଶୁ ଜାଗେ କି ରୂପେ ହେବ ପଶୁ। ଏହା ବିଚାରି ନରପତି ବରୁଣେ କରିଣ ବିନତି। ଶୁଣିମା ହେଉ ପାଶ ହସ୍ତ ଏ ପୁତ୍ର ମୋର ଅପବିତ୍ର। କହିଲେ 10 ଦିନ ଗତ ତେବେ ଯେ ହୋଇବ ପବିତ୍ର। ପରେ ଏହାକୁ ପଶୁ କରି ଚରଣେ ପୂଜିବି ତୁମ୍ଭରି। ଏମତେ 10 ଦିନ ଶେଷେ ବରୁଣ ମିଳେ ରାଜା ପାଶେ। ରାଜାଙ୍କୁ କହନ୍ତି ବରୁଣ ସମ୍ପୂର୍ଣ୍ଣ ହେଲା 10 ଦିନ। ତା ଶୁଣି ବୋଲେ ନୃପ ବର ନିଦାନ୍ତ ପଶୁ ଅସଂସ୍କାରମ୍। ଦନ୍ତ ନଥିଲେ ଯଜ୍ଞ ନାହିଁ ଏମତେ କେତେ ଦିନ ଯାଇ। ଖଣ୍ଡେ ଜନ୍ମିଲା ତାର ଦାନ୍ତ ରାଜାକୁ ବୋଲେ ପାଶହସ୍ତ। ଏ ଦନ୍ତ ହୋଇଲା ତ କୁମର ତା ମାଂସେ ମୋର ଯଜ୍ଞ କର। ବରୁଣ ମୁଖୁ ଏହା ଶୁଣି ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତ ପତନେ ପଶୁ ଶୁଦ୍ଧ ହୁଅଇ ଶାସ୍ତ୍ରରେ ପ୍ରସିଦ୍ଧ। ପୁଣି କେତେ କାଳ ଗଲା ସମ୍ପୂର୍ଣ୍ଣେ ଦନ୍ତ ଯେ ପଡ଼ିଲା। ପୁଣି ବରୁଣ ରାଜା ପାଶେ ମିଳିଲେ ନିଜ ଯଜ୍ଞ ଆସେ। କହନ୍ତି ଶୁଣ ନୃପବର ଏବେ ତୁ ମୋର ଯଜ୍ଞ କର। ପୁତ୍ରର ଦନ୍ତ ତ ପଡ଼ିଲା କିମ୍ପା ତୁ ଯଜ୍ଞ କରୁ ହେଳା। ଶୁଣି ବୋଲନ୍ତି ନରନାଥ ପୁଣି ଯେ ନ ଉଠିଲେ ଦନ୍ତ। ଏ ଯଜ୍ଞ ସେ ପଶୁ ନୁହେଁ ସୁଧି ଏମନ୍ତ ଶାସ୍ତ୍ରର ପ୍ରସିଦ୍ଧି। ଏ ପୁଣି କେତେକ ଦିନ ଅନ୍ତେ ବରୁଣ ମିଳି ଯଜ୍ଞ ଅର୍ଥେ। ଭନୃପ ଏବେ ଯଜ୍ଞ କର ଦନ୍ତ ହୋଇଲା ପୁନର୍ବାର। ତା ଶୁଣି ବୋଲେ ନୃପମଣି ଏ ନୁହେଁ କୁଳ ଧର୍ମ ବାଣୀ। କ୍ଷତ୍ରିୟ ବଂଶେ ସେହୁ ଜାତ ଯାବତ ନୁହଁ ସମର୍ଥ। ତାବତ ମାଂସ ଶୁଦ୍ଧ ନୁହେଁ ଏମନ୍ତେ କହେ ପୁତ୍ର ସ୍ନେହ। ବରୁଣ ତାର ବାକ୍ୟ ମାନି କିଛି ନ କହି ହେଲେ ତୁନି। ଏମନ୍ତ କାଳ ବଞ୍ଚାଇଲା ତା ଜାଣି ପୁତ୍ର ବିଚାରିଲା। ତା ଯେ କରିଛନ୍ତି ସତ୍ୟ ଅବଶ୍ୟ ଯଜ୍ଞ ହେବି ହତମ୍। ପ୍ରାଣର ରକ୍ଷା ଚିନ୍ତା କଲା ତକ୍ଷଣେ ଗ୍ରାମ ଉପେକ୍ଷିଲା। ଧେନୁ କମାଣ ଘେନି କରେ ପଶିଲା ଗହନ ବନରେ। ବନେ ବୁଲଇ ଧର୍ମ ଗୁଣି ଶୁଭିଲା ଅନ୍ତରିକ୍ଷ ବାଣୀ। ବରୁଣ ପିତା ବନ୍ଦୀ କଲା ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦର ରୋଗାକ୍ରାନ୍ତ ବରୁଣ ସାପେ ହୋଇ ଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ ଗ୍ରାମକୁ ଆସିବାର ବେଳେ। ଇନ୍ଦ୍ର ନିଷେଧ କଲେ ପଥେ ବୋଇଲେ ଥାଅ ତୁ ବନସ୍ତେ। ଯଜ୍ଞ ନ କଲା ତୋର ତାତ କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରସ୍ତିବ କୋପ ବହି ତୁ ଏବେ ବନେ ଥାଅ ରହି। ଧର୍ମକୁ ଯେବେ ଥାଏ ମନ ଅବନୀ କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର ଧର୍ମେ ବିଶ୍ୱାସେ ଯେବେ ତୋର। ଏମତେ ଇନ୍ଦ୍ରର ବଚନେ ରୋହିତ ତୀର୍ଥର ଭ୍ରମଣେ। ପୁଣ ଗ୍ରାମକୁ ଇଚ୍ଛା କରେ ଆସନ୍ତେ ଇନ୍ଦ୍ର ତା ନିବାରେ। ଏକ ଦ୍ୱିତୀୟ ତ୍ରିଚତୁର୍ଥେ ଇନ୍ଦ୍ର ନିରୋଧ ତାକୁ ଚିତେ। ଏ ବୃଦ୍ଧ ବ୍ରାହ୍ମଣ ରୂପ ଧରି ଗ୍ରାମେ ଗମନେ ବିଘ୍ନ କରି। ଷଡ଼ବରଷ ବନେ ଥିଲା ଅନେକ ତୀର୍ଥ ସେ ଭ୍ରମିଲା। ସପ୍ତମ ଅଧେ ନିଜ ଗ୍ରାମେ ମିଳିଲା ଯାଇ ତୀର୍ଥାଶ୍ରମେ। ଶୁଣିଲା ଅଜି ଗର୍ଭ ମୁନି ବିକିବା ଅର୍ଥେ ପୁତ୍ର ତିନି।
ତାହାର ପାଶେ ପ୍ରବେଶିଲା ମଧ୍ୟମ ପୁତ୍ରକୁ କିଣିଲା। ତାର ଅଗ୍ରେ ନେଇ ଦେଲା ତା ଦେଖି ବରୁଣ ଛାଡ଼ିଲା। ଏ ଶୂନ୍ୟ ସେଫ ଅଟେ ତା ନାମ ସକଳ ଗୁଣେ ଗୁଣଧାମ। ସେ ହରିଶ୍ଚନ୍ଦ୍ର ଆସି ପୁରେ ଯଜ୍ଞ ଆରମ୍ଭିଲେ ସତରେ। ପୁରୁଷ ମେଧ ଯଜ୍ଞ ଅର୍ଥେ ବିପ୍ର ବରିଲା ବେଦ ପତେ। ଆଚାର୍ଯ୍ୟ ବିଶ୍ୱାମିତ୍ରେ ବରି ଅଧୈର୍ଯ୍ୟ ଯମଦଗ୍ନି କରି। ବଶିଷ୍ଠ ଯଜ୍ଞ ବ୍ରହ୍ମା ହେଲେ ଉଦ୍ଗାତା ଆୟସ୍ୟ ହୋଇଲେ। ବରୁଣ ଅର୍ଥେ ଯଜ୍ଞ କଲା ସକଳ ଦେବଙ୍କୁ ତୋଷିଲା। ସନ୍ତୋଷ ହୋଇ ସୁରନାଥ ଦେଲେ ଯେ ସ୍ୱର୍ଣ୍ଣମୟ ରଥ। ଏ ଶୂନ୍ୟ ସେଫର କଥା ଯେତେ ପଛେ କହିବା ତୋ ଗ୍ରତେ। ହେମନ୍ତ ମହାଯଜ୍ଞ ଅନ୍ତେ ଦକ୍ଷିଣା ଦେଲା ବେଦ ମନ୍ତ୍ରେ। ବିଶ୍ୱାମିତ୍ରଙ୍କୁ ଭୂମି ଦେଲା ସୁବର୍ଣ୍ଣ ରଥେ ବିଜେ କଲା। ରାଜାର ସତ୍ୱଗୁଣ ଚାହିଁ ସନ୍ତୋଷ ବିଶ୍ୱାମିତ୍ର ହୋଇ। ଚଳଗତି ଶୂନ୍ୟ ପଥେ ସୁଗୁଣେ ଘେନି ରାଜା ସାତେ। ସ୍ଥିର ପବନ ତାକୁ ଧରେ ଇଚ୍ଛାଏ ଭ୍ରମନ୍ତି ଅମ୍ବରେ। ଏ ତାର ଭକତି ଭାବ ଘେନି ସନ୍ତୋଷେ ବିଶ୍ୱାମିତ୍ର ମୁନି। ପରମ ଜ୍ଞାନ ତାକୁ ଦେଲେ ଆକାଶେ ଥାଅ ତୁ ବୋଇଲେ। ବୋଇଲେ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତମ୍। ନବମ ସ୍କନ୍ଧେ ବିଷ୍ଣୁବାଣୀ ଶୁଣି ସଂସାରୁତ୍ତର ପ୍ରାଣୀ। ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାं ନବମ ସ୍କନ୍ଧେ ଯଜ୍ଞ ପ୍ରକରणे ନାମ ସପ୍ତମ ଅଧ୍ୟାୟମ୍। बोलानंदे कवार हरि हरि बोलम।